ସମସ୍ତଙ୍କୁ ହ୍ୟାପି ଫାଦର୍ସ ଡେ। ଯିଏ ଜଗତର ଭିଡ଼ ଭିତରେ ଅତି ନିକଟତର ସେ ମୋର ବାପା, ମୋର ଭଗବାନ, ମୋର ଭାଗ୍ୟ। ବାପା ତୁମକୁ ବହୁତ ବହୁତ ଧନ୍ୟବାଦ, କାରଣ ଯେବେ ମୁଁ ଛୋଟ ଥିଲି ତୁମେ ବି ମୋ ସହ ଛୋଟ ହୋଇ ଖେଳୁଥିଲ। ଯେବେ ମୁଁ ଏକାକୀ ଥିଲି ତୁମେ ମୋ ସହ ଏକ ବନ୍ଧୁ ହୋଇଯାଇଥିଲ। ଯେବେ ମୁଁ ଭୁଲ କରିଛି ତୁମେ ବାପା ହୋଇ ମୋତେ ଶାସନ କରିଛ। ତୁମେ ମୋତେ ସବୁ ଦେଇଛ। ତୁମ ସମୟ, ଯତ୍ନ, ଭଲ ପାଇବା, ତେଣୁ ମୋ ପାଇଁ ତୁମେ ମହାନ। ଜଣେ ପିତା ନିମ ଗଛ ପରି ଯାହାର ଠିକଣା ତିକ୍ତ ହୋଇପାରେ କିନ୍ତୁ ଛାଇ ସବୁବେଳେ ଥଣ୍ଡା। ପିତାମାତା ଦୁଇ ଅକ୍ଷର, ସେମାନେ ଆମ ପାଇଁ ଅମୂଲ୍ୟ ସମ୍ପଦର ହାର। ସେମାନଙ୍କ ବିନା ଆମ ଜୀବନ ଅନ୍ଧକାର। ସେମାନଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ହୁଏ ନାହିଁ ସମ୍ଭବପର। ମୁଁ ଅନ୍ୟ କୌଣସି ସ୍ୱର୍ଗ ବିଷୟରେ ଜାଣିନାହିଁ, କାରଣ ମୁଁ ମୋ ମା, ବାପା ଓ ଭଗବାନଙ୍କ ପାଦ ତଳେ ମୋର ସ୍ୱର୍ଗ ବୋଲି ଜାଣିଥାଏ। ଭାଗ୍ୟବାନ ଅଟନ୍ତି ସେହିମାନେ ଯେଉଁମାନଙ୍କ ମୁଣ୍ଡ ଉପରେ ବାପାଙ୍କର ହାତ ଥାଏ। ପିଲାମାନେ ସେମାନଙ୍କ ପିତାମାତାଙ୍କୁ ଭଲ ପାଇବା ଆରମ୍ଭ କରନ୍ତି। ସେମାନେ ବଡ଼ ହେଲେ ସେମାନଙ୍କୁ ବିଚାର କରନ୍ତି। ବେଳେ ବେଳେ ସେମାନେ ସେମାନଙ୍କୁ କ୍ଷମା କରନ୍ତି। ଯିଏ ନିଜର ଦୁଃଖକୁ ଲୁଚେଇ ନିଜ ସନ୍ତାନର ସବୁ ଇଚ୍ଛାକୁ ପୂରଣ କରନ୍ତି ସେ ହେଉଛନ୍ତି ବାପା। ଦିନ ସାରା ଦେହଟାକୁ ଟାଣ ଦେଇ ଦେଇ ଠିକ୍ ରାତି 9ଟା ବେଳେ ଶୋଇ ପଡ଼ନ୍ତି ମୋ ବାପା। ତାଙ୍କ ସ୍ୱପ୍ନ ଚାହିଦାଟା ତଳେ ବିଛେଇ ଦିଅନ୍ତି ଆଉ ଘୋଡ଼ି ପଡ଼ନ୍ତି। ମୋ ସ୍ୱପ୍ନଟାକୁ କମ୍ବଳ କରି ଜାକିଜୁକି ତାଙ୍କ ଚାଦରଟା ହୁଏ ଲୋଟାକୁଟା। ମୋ କମ୍ବଳଟା ତ 7 ଫଟା। ତଥାପି ଆରମ୍ଭରୁ ଅପରାହ୍ନ ଛାଡ଼ନ୍ତି ନାହିଁ ମୋ ବାପା। ବୋଧହୁଏ ବାପାଙ୍କୁ ସ୍ୱପ୍ନ ଆସେନା। ଜୋର କରି ମାଡ଼ି ବସିଥାନ୍ତି ମୋ ସ୍ୱପ୍ନଟାକୁ କାଳେ ଭୁଲିଯିବେ ବୋଲି। ମୁଁ ବି ଦେଖେ। ପାରିବାପଣକୁ ପାର କରି ଅନାଶୟରେ ସବୁକିଛି ଢାଳି ଦିଅନ୍ତି ବାପା। ସକାଳେ ଉଠି କୋଦାଳଟା କାନ୍ଧରେ ପକାନ୍ତି, ବିଲକୁ ଯାଆନ୍ତି। ସେଠି ହାଣି ସମାନ କରି ଦିଅନ୍ତି ନିଜର ସ୍ୱପ୍ନ ସବୁ, ଆଶା ସବୁ, ଭାବନା ସବୁ ଠପ୍ କରି ତା ଉପରେ ପୋଡ଼ି ଦିଅନ୍ତି ପ୍ରତ୍ୟାଶାର ମଞ୍ଜିଟିଏ। ଗରଜ ଫିଙ୍ଗା ଖରାଟାରେ ମୁନ୍ଦା ନୁଣିଆ ଜଳ ଢାଳନ୍ତି, ରକ୍ଷା କରନ୍ତି ବାପା। ସମସ୍ତେ ଦେଖନ୍ତି ବାପାଙ୍କର ଫଳ ପ୍ରତି ଲୋଭ ନାହିଁ। ଲୋକେ କୁହନ୍ତି ଭଲ ଫଳ ଫଳିଛି, ଖାଲି ଏହାକୁ ଚାହାନ୍ତି ମୋ ବାପା। ଆମର ସବୁ ଭୁଲକୁ କ୍ଷମା କରୁଥିବା ମଣିଷ ହେଉଛନ୍ତି ବାପା। ଠିକ୍ ରାସ୍ତାରେ ଆମ ହାତ ଧରି ନେଇ ଯାଉଥିବା ମଣିଷ ହେଉଛନ୍ତି ବାପା। ଆମର ପଥ ପ୍ରଦର୍ଶକ, ଦିଗ୍ଦର୍ଶକ ହେଉଛନ୍ତି ବାପା। ଦୁନିଆର ସବୁଠାରୁ ଭଲ ମଣିଷ ହେଉଛନ୍ତି ବାପା। ଯିଏ ନିଜେ ଦୁଃଖରେ ରହି ପରିବାରକୁ ଖୁସିରେ ରଖନ୍ତି ସେ ହେଲେ ବାପା। ଯାହାକୁ 10 ଟଙ୍କା ମାଗିଲେ 100 ଟଙ୍କା ଦିଅନ୍ତି ସେ ହେଲେ ବାପା। ଯିଏ ନିଜ କଥା ନ ଭାବି ପରିବାର କଥା ଭାବନ୍ତି ସେ ହେଲେ ବାପା। ଏକା ଧାରରେ କହିବାକୁ ଗଲେ ବାପା ହେଉଛନ୍ତି ପରିବାରର ମେରୁଦଣ୍ଡ। ଶାସନ କରନ୍ତି, ବୁଝନ୍ତି ଯେତିକି ଅଲି ସବୁ ଲୁହ ପିଇ ହସିବା ଶିଖାନ୍ତି। କଷଣେ ନ ଯାଇ ଡରିପଡ଼ି ଛିଡ଼ା ହେବା ସାହସ ବାନ୍ଧିବା, ଅଝଟେ ନ ହେବା ଖପା। ଆକାଶଠୁ ଲମ୍ବା, ପୃଥିବୀଠୁ ବଡ଼ ମନ ଯାର ସେ ବାପା। ବାପା ହେଉଛନ୍ତି ଏକମାତ୍ର ମନୁଷ୍ୟ ଯିଏ ତୁମକୁ ବହୁତ ଭଲ ପାଆନ୍ତି କିନ୍ତୁ ଏହାକୁ କେବେ ପ୍ରଦର୍ଶନ କରନ୍ତି ନାହିଁ। ଫେସବୁକ୍ ଷ୍ଟାଟସରେ ବାପାଙ୍କ ଫଟୋ ଛାଡ଼ିଦେଲେ କି ହ୍ୟାପି ଫାଦର୍ସ ଡେ ଲେଖିଦେଲେ ସେଇଟା ପିତା ସ୍ନେହ ହୋଇ ନପାରେ। ଯେତେବେଳେ ଆମ ବାପା ଆମ ପାଇଁ ଖୁସି ଅନୁଭବ କରନ୍ତି ବା ଆମ ପାଇଁ ଗର୍ବ ଅନୁଭବ କରନ୍ତି, ରିଏଲରେ ନୁହେଁ, ରିଏଲ ଲାଇଫରେ ଆମ ପାଇଁ ଯଦି ବାପାଙ୍କ ଆଖିରେ 2 ବୁନ୍ଦା ଖୁସିର ଲୁହ ଆଉ ଓଠରେ ସୁନ୍ଦର ହସ ଫୁଟି ଉଠେ ତ ସେଇଦିନ ହିଁ ହେବ ପ୍ରକୃତ ପିତୃ ଦିବସ। ଆଜି ବାପାଙ୍କର ସେହି ଅମୂଲ୍ୟ କଥା ମନେ ପଡ଼େ ଯେବେ ସେ କହୁଥିଲେ କି ପୁଅ ତୁ ଯେବେ ନିଜେ ରୋଜଗାର କରିବୁ ତେବେ ପଇସାର ଅସଲ ମୂଲ୍ୟ ଜାଣିପାରିବୁ।
ଏ ଦୁନିଆରେ ବହୁତ ଜଣ ଚାହିଁଥିବେ ତୁମେ ଉନ୍ନତି କର, କିନ୍ତୁ ତାଙ୍କଠାରୁ ବେଶୀ ନୁହେଁ। କେବଳ ଗୋଟେ ବାପା ହିଁ ଚାହାନ୍ତି ତାଙ୍କ ପୁଅ ଝିଅ ତାଙ୍କଠୁ ବେଶୀ ଆଗକୁ ବଢ଼ନ୍ତୁ, ତାଙ୍କଠୁ ବେଶୀ ଉନ୍ନତି କରନ୍ତୁ। ଝିଅମାନେ ସ୍ୱାମୀଙ୍କ ପାଖରେ ନିଜ ବାପାଙ୍କ ଗୁଣ ସବୁ ଦେଖିବାକୁ ଚାହାନ୍ତି। ସବୁ ପୁଅ ନିଜ ବାପାଙ୍କ ଆଦର୍ଶରେ ବଞ୍ଚିବାକୁ ଚାହାନ୍ତି। ବାରେ ବାୟୁ ଆଉ ପାରେ ପାଣିକୁ ନେଇ ଗଢ଼ା ହେଉଛି ସଭିଙ୍କ ଜୀବନ। ଏ ଦୁଇ ଶବ୍ଦର ସଂଯୋଗ ବାପା ନାମ, ତାଙ୍କ ବିନା ଜୀବନ ଅର୍ଥହୀନ। ବାପା ଆଉ ମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଜଣେ ଦେହ ହେଲେ ଜଣେ ଛାଇ। ମାଙ୍କ ବିନା ଘର ଅନ୍ଧାର, ଆଉ ବାପାଙ୍କ ବିନା ଦୁନିଆ ଅନ୍ଧାର। ଯିଏ ନିଜର ଦୁଃଖକୁ ଲୁଚେଇ ନିଜ ସନ୍ତାନର ସବୁ ଇଚ୍ଛା ପୂରଣ କରନ୍ତି, ସେ ହେଉଛନ୍ତି ବାପା। ଝୁଣ୍ଟି ପଡ଼ୁ ପଡ଼ୁ ଯିଏ ହାତ ଧରି ନିଅନ୍ତି, ଯିଏ ଦିଅନ୍ତି ନିର୍ଭୟର ପ୍ରତିଶ୍ରୁତି ଆଉ ମୁଣ୍ଡ ଟେକି ଠିଆ ହେବାର ସାହସ, ସେ ହେଉଛନ୍ତି ବାପା। ସପନ ଦେଖନ୍ତି, ଶାସନ କରନ୍ତି, ବୁଝନ୍ତି ସେତିକି ଓଳି। ସବୁ ଲୁହ ପିଇ ହସିବା ଶିଖାନ୍ତି, କୋଶଳେ ନ ଯାଇ ଡରି। ପଡ଼ି ଛିଡ଼ା ହେବା, ସାହସ ବାନ୍ଧିବା, ଅଝଟେ ନ ହୋଇ ଖପା। ଆକାଶଠୁ ଲମ୍ବା, ପୃଥିବୀଠୁ ବଡ଼, ମନ ଯାର ସିଏ ବାପା। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ।